ସାର୍ ନମସ୍କାର। କୁଆଡେ ଯାଉଛନ୍ତି ବୋଧେ? ଏ ଯାଉଥିଲି ଆଣିବାକୁ ସାବୁନର ଗୁଣ୍ଡ ଲୁଗାପଟା ସବୁ ମଳି ହେଇକି ଛାଡ଼ିଲାଣି ଦୁର୍ଗନ୍ଧ। ଆଚ୍ଛା ଭଲ ହେଲା ସାର୍। ଆସନ୍ତୁ ଟିକେ ଘର ଆଡେ ମୁହଁ ମାରି ଦେଇକି ଯିବେ। ଇରେ ବାପା ଦିନେ ନାହିଁ କାଳେ ନାହିଁ ଆଜି କାହିଁକି ଏତେ ଶ୍ରଦ୍ଧା ଘର ଭିତରକୁ ଡାକି ନେଇ ମତେ ଦବୁ କିରେ ଦିବିଧା କଥା ସାର୍ ଆପଣ ବୁଝିଲେ ସବୁବେଳେ ମଜାକ। ଆସନ୍ତୁ ସାର୍ ଆସନ୍ତୁ ଆସନ୍ତୁ ଟିକେ ବୋଉ ପିଲା ମୁହଁ ଦେଖି ଦେଖି ଆସନ୍ତୁ ସାର୍ ପ୍ଲିଜ ଆସନ୍ତୁ ସାର୍ ଆସନ୍ତୁ। ନାରାୟଣ ସ୍ୱାମୀ ଆରେ କୁଆଡେ ଗଲ? ନିତ୍ୟା ସାର୍ ଆସିଛନ୍ତି ଆସ ଜଲ୍ଦି। ନା ନା କଣ ହେଲା? ସାର୍ ଅଞ୍ଜଳି। ଇଏ ଅଞ୍ଜଳି ବୋଇଲେ ବେନି ଇଏ ହସ୍ତକୁ ମିଳାଇ ଅଞ୍ଜଳି ନାମକ ଧୂପକାଠି ମାର୍କେଟରେ ମିଳଇ। କଣ କରିବା ସାର୍ ଆମେ ତ ସ୍ୱାମୀ ସ୍ତ୍ରୀ ଦି ପ୍ରାଣୀ ଆଉ ପୁଅଟେ ଆଉ ଏତିକି ତ ସଂସାର ଆମର। ଇଏ ଶାଶୁ ଶ୍ୱଶୁରଙ୍କୁ ବହୁ ପାଖେ ନ ରଖନ୍ତି ସ୍ୱାମୀ ମାନଙ୍କୁ କୁମନ୍ତ୍ରଣା ଦେଇ ବିଦେଶରେ ଅଲଗା ରହନ୍ତି। ନାଇଁ ସାର୍ ଏ କଥା କଣ କି ଏ ଗାଁରେ ଆମ ଶ୍ୱଶୁର ଚାଷବାସ କଥା ବୁଝୁଛନ୍ତି। ଆମେ ତ ବହୁତ ଥର କହିଲୁଣି ଆସିବୁ କହୁନୁ ମୁଁ ପ୍ରତି ସପ୍ତାହରେ କହୁନି ଆଜ୍ଞା ଆଜ୍ଞା ଗାଁ ଛାଡିକି ଆସୁନାହାନ୍ତି ଜମା ରାଜି ନୁହଁ। ବାପ ସେଠି ବୃଦ୍ଧ କାଳେ ଇଏ ବିଲରେ ଖଟନ୍ତି ଇଏ ପୁଅଟି ସହରୀ ବାବୁ ହେଇ ଇଏ ସଲାମ ଖାଆନ୍ତି। ଆରେ ତମେ ବସିଲ କାହିଁକି? ସାରଙ୍କ ପାଇଁ ଟିକେ କ୍ଷୀର ନହେଲେ ଅମୁଲ ଚା ଟିକେ କରିକି ଆଣ ଯା। ଆଜ୍ଞା ଇଏ କ୍ଷୀର ଅମୁଲ ଚା ଅଟେ ଗ୍ୟାଷ୍ଟ୍ରିକ କାରଣ ଇଏ ଘରେ ଯଦି ଲେମ୍ବୁ ଅଦା କି ଲୁଣ ଅଛି ଟିକେ ଲେମନ ଟି କରି ଆଣ। ଦିନେ ସିନ୍ଦୁର ହଜିଥିଲା ଇଏ ଟିକିଲିର ପାଇଁ ଇଏ ଅଞ୍ଜଳି ମୋ ଝିଅଟା ଆଉ କଣ କହିବି ତା ମୁଣ୍ଡରେ ଟିକିଲିଟେ ବି ନାହିଁ। ଓହୋ ନାଇଁ ନାଇଁ ସାର୍ ଇଏ ଝାଳ ନାଳ ବି କାମ କରୁଛି ତ ଝାଳରେ କେତେବେଳେ ଅନ୍ୟ ମନସ୍କରେ ପଡିଯାଇଛି ମୁଁ ଦେଖିନି। ତୋ ମୁଣ୍ଡରୁ ଟିକିଲି ଗଳି ପଡୁଛି ତୋର ଧ୍ୟାନ ରହୁନାହିଁ ଏ ଶଙ୍ଖାକୁ ଲକ୍ଷେ ମୁଣ୍ଡିଆ ମାରୁ କାହା ପାଇଁ? ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଇଏ ଠରା ଠରି ହେଲ ମୁଁ ସବୁ ଦେଖୁଛି ଜାଣୁଛି ନୁହେଁ ଅନ୍ଧକାଲ। ହଉ ସାର୍ ସାର୍ ଟିକେ ଗୋଟେ ମିନିଟ୍ ସାର୍। ଇଏ ସ୍ତ୍ରୀ ଗଲା ଆଗେ ଆଗେ ଇଏ ପଛେ ପଛେ ସ୍ୱାମୀ ଜାଣିଲି ପାଗନ ତୁଟା ବ୍ୟକ୍ତିଟେ ଅକାମୀ। ନିଜ ଘରେ ହଜାରେ ଓଳିଆ ଆଇଲେ ମତେ ଏଠି ବାଣୀ ଶୁଣିବାକୁ ଖୁଣ୍ଟା ମାରି କଥାବାର୍ତ୍ତା କରୁଛନ୍ତି ଲେମନ ଟି ନା ଛତୁଟା ଦେଇ ପିଇବାକୁ। ତମେ ଏମିତି ଉଠିକି କଣ ପଳେଇ ଆସିଲ? ସାର୍ ଖରାପ ଭାବିବେନି? କଣ ତମେ ଜ୍ଞାନ ଅଛି ନା ନାଇଁ? ଜ୍ଞାନ ମାନେ ତମ ସାରଙ୍କର ଭାରି ଜ୍ଞାନ ଅଛି। କିଏ କହିଥିଲା ସେ ଲୋକଟା ଘରକୁ ଡାକିକି ଆଣିବା ପାଇଁ? ଗୀତ ଗାଇ ଗାଇ ମୋ କାନ ପର୍ଦା ଫଟେଇ ସାରିଲେଣି।